କାହିଁକି ଧସିଲା ଜାତୀୟ ରାଜପଥ? ନୂଆ କରି ତିଆରି ହେଉଥିବା 53 ନମ୍ବର ଜାତୀୟ ରାଜପଥ ନିର୍ମାଣରେ କାହାର ତ୍ରୁଟି? କିଏ ହେଉଛି ଏ କୋଟି କୋଟି ଟଙ୍କା ଆତ୍ମସାତର ମୁଖ୍ୟ ଖଳନାୟକ? କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ 53 ନମ୍ବର ଜାତୀୟ ରାଜପଥର ନୀଳାଞ୍ଚଳ ବଜାର ଠାରେ ଜାତୀୟ ରାଜପଥ କାର୍ଯ୍ୟରେ ଅବହେଳା ଅଭିଯୋଗ। ତାର MSV ଇଣ୍ଟରନ୍ୟାସନାଲ ଗୋଟେ କନସଲଟାଣ୍ଟ ସେ ତାର ଜଗା ରଖା ଦାୟିତ୍ୱ ନେଲା ଏବଂ ଏଇ ଯୋଉ ଜଗା ରଖା ଦାୟିତ୍ୱ ଯେହେତୁ ସେ ଗୋଟେ ବାହାର କମ୍ପାନୀ ସେ ତାର ଆସୋସିଏଟ ସଂସ୍ଥା ହିସାବରେ ଆମର DN କନସଲଟାଣ୍ଟ ତାଙ୍କୁ ଦେଲା। ଯେ ଯୋଉ DN କନସଲଟାଣ୍ଟ ଯାର ଇଏ ହେଉଛନ୍ତି ସିଦ୍ଧାର୍ଥ ସ୍ୱରୂପ ବାବୁ, ଯିଏ କଂଗ୍ରେସର ଜଣେ ନେତା। ତେଣୁ ସେ ରାଜନୀତି କରିବେ, ଠିକାଦାରୀ କରିବେ, ଦଲାଲି ମଧ୍ୟ କରିବେ, ଯାର ପରିଣାମ ଆଜି ଜଳ ହେଇ ଦେଖାଯାଉଛି। DN କନସଲାଣ୍ଟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ସାମାଜିକ ବିକାଶ ପରିଷଦର ସାଧାରଣ ସମ୍ପାଦକ ଓ ଉପଦେଷ୍ଟା। କଂଗ୍ରେସର ଜଣେ ନେତା। ତେଣୁ ସେ ରାଜନୀତି କରିବେ, ଠିକାଦାରୀ କରିବେ, ଦଲାଲି ମଧ୍ୟ କରିବେ, ଯାର ପରିଣାମ ଆଜି ଜଳ ହେଇ ଦେଖାଯାଉଛି। ଯେ ବାରମ୍ବାର ରାଜପଥର ବିଭିନ୍ନ ଅଂଶ ଚଣ୍ଡିଖୋଲ ପାରାଦୀପ ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟରେ ଅବହେଳା ଏବଂ ନିମ୍ନମାନର କାମକୁ ନେଇ ଉଠିଛି ଅଭିଯୋଗ। ଏହି ଘଟଣାକୁ ନେଇ DN କନସଲାଣ୍ଟ କମ୍ପାନୀର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ଲୋକେ। ବଡ ଭାଇ ଏବଂ ଯୋଉମାନେ ଅଛନ୍ତି ବରିଷ୍ଠ ସାମ୍ବାଦିକ ମାନଙ୍କୁ ମୋର ପ୍ରଣାମ। ଆମର ଆଜି ଯୋଉ ରହିଛି ଯୋଉ ସାମ୍ବାଦିକ ସମ୍ମିଳନୀ ରହିଛି, ଆଜି କେନ୍ଦ୍ରାପଡ଼ା ଜିଲ୍ଲା ସାମାଜିକ ବିକାଶ ପରିଷଦର ଯିଏ ଅଛନ୍ତି ଉପଦେଷ୍ଟା ଅମର କୁମାର ବିଶ୍ୱାଳ ଏବଂ ରାଜୀବ ଗାନ୍ଧୀ ଷ୍ଟୁଡେଣ୍ଟ ଫୋରମର ମୁଁ ଜିଲ୍ଲା ସଭାପତି ଲୋକଙ୍କର ଆମେ ଏକ ଯାହା କୁହନ୍ତି ପ୍ରତିଧ୍ୱନି ହିସାବରେ ଆଜି ଆମେ କିଛି ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇକି ଆଜି ସାମ୍ବାଦିକ ସମ୍ମିଳନୀ କରିବାକୁ ଯାଉଛୁ। ଓ ଆଜି ସେ NH53 ଯୋଉ ରହିଛି ଜାତୀୟ ରାଜପଥ ଚଣ୍ଡିଖୋଲରୁ ପାରାଦୀପ ମରଣ ଯୋଦ୍ଧା ପାଲଟିଛି। ସମ୍ପୂର୍ଣ୍ଣ ରୂପେ ଯୋଉ ସାଧାରଣ ଲୋକମାନେ ଯାତାୟାତ କରିବାକୁ ଏବେ ଭୟ ପ୍ରକାଶ କରୁଛନ୍ତି, ତାହାର କିଛିଟି ଉଦାହରଣ ରହିଛି। ଗତ କିଛି ମାସ ତଳେ କେନ୍ଦ୍ରାପଡ଼ାର ଶାମସୁନ୍ଦରପୁର ନିକଟରେ ଥିବା ଜାତୀୟ ରାଜପଥ ତାହା ସମ୍ପୂର୍ଣ୍ଣ ରୂପେ ଦେଖିବେ ତାର ଯୋଉ ବାଇପାସ ପୋଲ ରହିଛି 100 ଫୁଟରୁ ଅଧିକ ଧସି ଯାଇଥିଲା ଏବଂ ବର୍ତ୍ତମାନ ଏଇ ଅଗଷ୍ଟ 15 ତାରିଖରେ ଆପଣ ଦେଖିବେ ମାର୍ଶାଘାଇ ନିକଟ ଯୋଉ ରହିଛି ନୀଳାଞ୍ଚଳ ବଜାର ନିକଟ ଯୋଉ ରହିଛି ଜାତୀୟ ରାଜପଥର ମୁଖ୍ୟ ଅଂଶ 100 ଫୁଟ ଲମ୍ବାର 50 ଫୁଟ ତଳକୁ ଧସି ଯାଇଛି, ଯାହାର ମୁଖ୍ୟ ଦାୟୀ ସମସ୍ତେ NHI କର୍ତ୍ତୃପକ୍ଷଙ୍କୁ ଦାୟୀ କରୁଛନ୍ତି। ନିହାତି ଭାବରେ NHI କର୍ତ୍ତୃପକ୍ଷ ଦାୟୀ ଏବଂ ତା ସହିତ ତାଙ୍କର ଯେଉଁମାନେ ବି ଏ କାର୍ଯ୍ୟର ନିରୀକ୍ଷଣ କରୁଥିଲେ ସିଏ ବିଶେଷ ପରିମାଣରେ ମୁଖ୍ୟ ଦାୟୀ। ଆମେ କଣ ପାଇଁ କହିବାକୁ ଚାହୁଁଛୁ ନା ଯେତେବେଳେ ପାରାଦୀପ ଯୋଉ ଚଣ୍ଡିଖୋଲରୁ ପାରାଦୀପ ଯୋଉ NH53 କାର୍ଯ୍ୟ ଯେତେବେଳେ ଆରମ୍ଭ ହେଲା ସେତେବେଳେ ଗୋଟେ ଏଗ୍ରିମେଣ୍ଟ କରାଯାଇଥିଲା। ଯେତେବେଳେ ବଡ ବଡ ପ୍ରୋଜେକ୍ଟ ଗୁଡିକ ହୁଏ ସେତେବେଳେ ଗୋଟେ ନିର୍ଦ୍ଦିଷ୍ଟ କମ୍ପାନୀ କି ନିରୀକ୍ଷଣ ପାଇଁ ତାକୁ ଦାୟିତ୍ୱ ଦିଆଯାଏ, ଯାହା ଫଳରେ କି ଯୋଉ କାର୍ଯ୍ୟ ହୁଏ ତାକୁ କେମିତି ସୁଚାରୁ ରୂପେ ତୁଲାଇ ପାରିବେ ଏବଂ ଯୋଉ ରହିଛି କାମର ମାନ ଠିକ ଢଙ୍ଗରେ ହେଇପାରିବ। କିନ୍ତୁ ଇଏ ଯୋଉ କମ୍ପାନୀ କି ଦାୟିତ୍ୱ ଦେଲେ ଯାହା ରହିଛି DN କନସୁଲାଣ୍ଟ, ଆପଣ ଦେଖିବେ ମାର୍ଚ୍ଚ 2024 ମସିହାରେ ସେ ଚୁକ୍ତି ସ୍ୱାକ୍ଷର କଲେ କାହା ସହିତ ନା NHI ଯାହା ରହିଛି ଯୋଉ ଆମର ନ୍ୟାସନାଲ ହାଇୱେ ଅଥରିଟି ଅଫ ଇଣ୍ଡିଆଙ୍କ ସହିତ ଚୁକ୍ତି ସ୍ୱାକ୍ଷର କଲେ ଏବଂ ଏଇ ଯୋଉ DN କନସୁଲାଣ୍ଟ ଯୋଉ ଅଛି ତାର ମାଲିକ କିଏ ଆପଣ ନିହାତି ଭାବରେ ଭାବୁଥିବେ। ଏଇ ଯୋଉ ଯୋଉ ଆମର ଜାତୀୟ ରାଜପଥ ଘୁଷୁଡୁଛି ସମ୍ପୂର୍ଣ୍ଣ ରୂପେ ବିଜେପି ଦାୟିତ୍ୱ, ବିଜେପିର କେନ୍ଦ୍ର ଯୋଉ ରହିଛନ୍ତି ମନ୍ତ୍ରୀ ଦାୟିତ୍ୱ, ପ୍ରଧାନମନ୍ତ୍ରୀ ଦାୟିତ୍ୱ। ଆପଣ ବିଭିନ୍ନ ମନରେ ପ୍ରଶ୍ନ ଉଠୁଥିବ। ନିହାତି ଭାବରେ ଆମେ ସରକାରକୁ ହିଁ ଦାୟୀ କରିବୁ ସବୁବେଳେ, କିନ୍ତୁ ଏଠି କିନ୍ତୁ ପ୍ରକୃତରେ ଯୋଉ ଉତ୍ତରଦାୟୀ ରହିବା କଥା ଇଏ ହଉଛନ୍ତି ଯୋଉ DN କନସୁଲାଣ୍ଟର ଯିଏ MD ଅଛନ୍ତି, କଂଗ୍ରେସର ଯୋଉ ଓଡିଶା ପ୍ରଦେଶ କଂଗ୍ରେସ କମିଟିର କୋଷାଧ୍ୟକ୍ଷ ଅଛନ୍ତି,
सिद्धार्थ स्वरूप दास ये तार मालिकाना रे जो डीएन कन्स्ट्रक्शन अच्छी सी संपूर्ण रूप से दायी कहीं दायी कहूँ ना जितेबाला एनएचआई कर्तृपक्ष एनएचआई जो रही संस्था संपूर्ण रूपे दायित्व देइछि से निरीक्षण कले बिल दिया किभଳି भाव से निरीक्षण करथिले जो कंचा माल व्यवहार होता एनएचआई रे जो NH 53 रास्ता रे किभଳି भाव से दुर्नीति करिसंती जहा फल रे लोक आज भयभीत रास्ता रे जीवा पई एवं मूल्यवान संपत्ति गुडी नष्ट होची आपण देखिबे जो 15 तारिख रे जो हेला दुर्घटना जा हेला रास्ताटी संपूर्ण रूपे धसी गला ता सहित 3टी ट्रक ओलटी गला से मालिक मानकर क्षतिपूरण किए दब एवं जो रास्ता जहाँ खराब होची जहाँ भी साधारण लोकंकर राजस्व टंका शह शह कोटी टंका खर्च होची रास्ता निर्माण रे तार जो क्षति पहुंचुची से टंकार भरणा पोषण किए करिवो एवं ये जो आपणकर 2000 जो आम अगस्ट 15 मसीह मासरे जो भुसुल्ला रास्ता भुसुल्ला संपूर्ण रूपे आपण देखिबे इंडियन नेशनल कांग्रेस रो ओडिशा वेबसाइट रे आपण को लिखा है डबल इंजन सरकार रो दुर्नीति लगी एटा है ये लिखा है कोथरे ना नेशनल कांग्रेस रो जोडा अछि ओडिशा रो जो रही वेबसाइट रही फेसबुक वेबसाइट ताधे लिखा है डबल इंजन सरकार पई या भुसुटी किंतु यह डबल इंजन सरकार नुहे यह कोषाध्यक्षों पई संपूर्ण रूपे ये रास्ता भुसुड़ी मु देखा चाहूँगी ये हूँ से वेबसाइट रे बाहर जो एठी लिखा है कि संपूर्ण भाव में आपण निजे भी गूगल सर्च करले देखिदेबे जो रही डीएन कंसल्टेंट एंड सर्विस प्राइवेट लिमिटेड तार मालिकाना अच्छी संपूर्ण रूपे ये लिखा है क्लियर सिद्धार्थ स्वरूप दास होउचंती आपणकर प्रदेश कांग्रेस कमिटी जो रही तार कोषाध्यक्ष अच्छा एवं से निजे भी फेसबुक पोस्ट विभिन्न समय रे निजको एमडी बतैकी निजे फेसबुक पोस्ट करती एठी भी लिखा है संपूर्ण भाव में आपण स्पष्ट देखा चाहती सिद्धार्थ स्वरूप दास एमडी डीएन कन्स्ट्रक्शन तेणुक ये संपूर्ण भाव में चित्र स्पष्ट जे ये दुर्नीति रे सीधा सड़क भाव में सिद्धार्थ स्वरूप दास ही सामिल अच्छा तांकर जो रही कन्स्ट्रक्शन कंपनी रही ताधरू सीधा सड़क भाव में फायदा नौचंती पीसीसी भक्तचरण दास अभियोग अनुଯାୟୀ ଜାତୀୟ ରାଜପଥ କାର୍ଯ୍ୟରେ ନିୟୋଜିତ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ସମ୍ପୂର୍ଣ୍ଣ ଘଟଣାର ତଦନ୍ତ କରାଯିବା ଦାବି ହୋଇଛି। ଜାତୀୟ ରାଜପଥ ତାପରେ ବନ୍ଦରବନ୍ଧ କଳକାରଖାନା ଯଦି ରାସ୍ତା ନିର୍ମାଣ ହଉ ସେ ରାସ୍ତା ଗଳି ପଡ଼େ ତାହେଲେ ଭବିଷ୍ୟତରେ ବହୁ ଗୁଡ଼ିଏ ଦୁର୍ଘଟଣା ହେବାର ଆଶଙ୍କା ଅଛି। ଆମେ ମଧ୍ୟ ପୂର୍ବରୁ ଆଶଙ୍କା କରୁଥିଲୁ ଯେଉଁମାନେ ରାସ୍ତା କାମ କରୁଛନ୍ତି ସେମାନେ କ୍ୱାଲିଟି ପ୍ରତି ଦୃଷ୍ଟି ଦେଉନାହାନ୍ତି ତେଣୁ ଏ ଯେଉଁ କ୍ୱାଲିଟି ଅତି ନିମ୍ନମାନର ହେଉଛି ସେଥିପାଇଁ ଆମର କେବଳ ନ୍ୟାସନାଲ ହାଇୱେ ଅଥରିଟି ନୁହେଁ ତାର ଏମ୍ଏସ୍ବି ଇଣ୍ଟରନ୍ୟାସନାଲ ଯେଉଁ କନସଲଟାଣ୍ଟ ଏବଂ ବିଶେଷ କରି ଆମର ଯେଉଁ ଲୋକାଲ ଅଛି ଡିଏନ୍ କନସଲଟାଣ୍ଟ ସେ ହେଉଛନ୍ତି ସମ୍ପୂର୍ଣ୍ଣ ଭାବରେ ଦେଖିପାରୁଥିବେ ଏହି ଚିତ୍ରକୁ ରାସ୍ତାର ଏକ ପାର୍ଶ୍ୱ ସମ୍ପୂର୍ଣ୍ଣ ଧସି ଯାଇଛି 2-3ଟି ଟ୍ରକ୍ ମଧ୍ୟ ଧସିଥିବା ଅଂଶରେ ଫସି ରହିଛି। ଟ୍ରକରେ ଥିବା ଡ୍ରାଇଭର ମାନଙ୍କୁ ମଧ୍ୟ ସ୍ଥାନୀୟ ଲୋକେ ଉଦ୍ଧାର କରିଥିବା ସୂଚନା ମିଳିଛି କିନ୍ତୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ହେଇଥିବା ଏହି ଜାତୀୟ ରାଜପଥରେ ଚଳାଚଳ କରୁଥିବା ଗାଡ଼ି ମୋଟର ସହିତ ସାଧାରଣ ଲୋକଙ୍କ ମୂଲ୍ୟବାନ ଜୀବନ କେତେ ସୁରକ୍ଷିତ ତାହା ନେଇ ଚର୍ଚ୍ଚା ଜୋର ଧରିଛି। କେନ୍ଦ୍ରାପଡ଼ାରୁ ହରପ୍ରିୟା ସୁଆରଙ୍କ ରିପୋର୍ଟ